ମୋଗଲ ମାନେ ଯେତେବେଳେ ଭାରତକୁ ଆସିଥିଲେ ଠିକ୍ ସେହି ସମୟର କଥାଟିଏ। ଚିତ୍ତୋଡ଼ ସାମ୍ରାଜ୍ୟରେ ଏକ କ୍ଷତ୍ରିୟ ବାଳକଟିଏ ଥାଏ, ଯାହାର ନାଁ ଥିଲା ପ୍ରତାପ। ତାର ସଙ୍ଗୀତରେ ବହୁତ ରୁଚି ଥିଲା। ତା ସାଙ୍ଗମାନେ ତାକୁ ସବୁବେଳେ ଚିଡ଼ଉଥିଲେ, କହୁଥିଲେ, ତୁ କ୍ଷତ୍ରିୟ, ତୋ ବାପା ଜଣେ ଯୋଦ୍ଧା, ତୁ କ୍ଷତ୍ରିୟ ବଂଶର ହେଇ ଖଣ୍ଡା ଚଳେଇବା ବଦଳରେ ଗୀତ ଗାଉଛୁ। ପ୍ରତାପର ବାପା ମା ମଧ୍ୟ ତା ଉପରେ ଖୁସି ନଥିଲେ। ତାକୁ ପ୍ରାୟ ସବୁବେଳେ ଗାଳି ଦେଉଥିଲେ, କହୁଥିଲେ, ଯଦି ଶତ୍ରୁ କେବେ ଆମ ରାଜ୍ୟକୁ ଆକ୍ରମଣ କରେ ତେବେ ତୁ କେମିତି ଦେଶ ସେବା କରିବୁ? ଏହି ସଙ୍ଗୀତରେ ତୁ ତ କୌଣସି ଅସ୍ତ୍ର ଚାଳନା ଆଜି ପର୍ଯ୍ୟନ୍ତ ଶିଖିଲୁ ନାହିଁ। ଦେଖ, ତୋରି ଆଗରେ ତୋରି ସାଙ୍ଗମାନେ କେମିତି ଅସ୍ତ୍ରଶସ୍ତ୍ର ଚାଳନାରେ ପ୍ରବୀଣ, ହେଲେ ତୁ ଗୀତ ଗାଇବାରେ ବ୍ୟସ୍ତ। ପ୍ରତାପ ସବୁବେଳେ ହସି ହସି ଏଇ କଥା ହିଁ କହୁଥାଏ। ଖାଲି ଯେଉଁମାନେ ଖଣ୍ଡା ଚାଳନା ଶିଖିଛନ୍ତି ସେମାନେ ଯେ କେବଳ ଦେଶ ସେବା କରୁଛନ୍ତି ତା ନୁହଁ। ଦେଶ ସେବା ପାଇଁ କୌଣସି ଅସ୍ତ୍ରଶସ୍ତ୍ରର ଆବଶ୍ୟକ ନାହିଁ। ଦେଶ ସେବା ସଙ୍ଗୀତ ମାଧ୍ୟମରେ ମଧ୍ୟ ହେଇପାରିବ। ସମୟ ଆସିଲେ ମୁଁ ଏହା ପ୍ରମାଣିତ କରିଦେବି। ଯଦି ଆବଶ୍ୟକ ପଡ଼େ ତେବେ ଦେଶ ପାଇଁ ମୁଁ ମୋ ଜୀବନକୁ ବାଜି ଲଗାଇଦେବି। ସମୟ ଗଡ଼ି ଚାଲିଲା। ଦିନକୁ ଦିନ ପ୍ରତାପର ବୟସ ବଢ଼ିବାକୁ ଲାଗିଲା। ପ୍ରତାପ ସବୁଦିନ ନିଜ ବାସଭବନରେ ଗୀତ ରିଆଜ କରେ। ତା ସଙ୍ଗୀତ ଯିଏ ବି ଶୁଣିଛି କିଛି ସମୟ ଅଟକି ଯାଇଛି। ରାଜପ୍ରସାଦରେ ସବୁଦିନ ସନ୍ଧ୍ୟାରେ ଗୀତର ଆସର ଜମୁଥିଲା। ପ୍ରତାପ ଗୀତ ଗାଇ ଗାଇ ରାଜ୍ୟବାସୀଙ୍କୁ ଆନନ୍ଦ ଦେଉଥିଲା। ଦିନ ତମାମର ଧାଁ ଧପଡ଼ ପରେ ସନ୍ଧ୍ୟାରେ ପ୍ରତାପର ସଙ୍ଗୀତ ସତେକି ନିସ୍ତବ୍ଧ ଶରୀରରେ ଉତ୍ସାହ ଭରି ଦେଉଥିଲା। ଧୀରେ ଧୀରେ କ୍ଷତ୍ରିୟ ସୈନ୍ୟମାନଙ୍କ ମଧ୍ୟରେ ବୁଲି ବୁଲି ଗୀତ ଗାଇ ଗାଇ ତାଙ୍କର ଉତ୍ସାହ ବଢ଼ାଉଥିଲା। ବୀରତ୍ୱର ସଙ୍ଗୀତ ଶୁଣାଉଥିଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା ଯେ ପ୍ରତାପ ନିଜ ଗୀତ ମାଧ୍ୟମରେ ଏମିତି କିଛି ବାର୍ତ୍ତା ନିଜ ସୈନ୍ୟମାନଙ୍କୁ ଦେଉଥିଲା ଯାହାକି ଅନ୍ୟ ଶ୍ରୋତାମାନେ ତାର ପ୍ରକୃତ ଅର୍ଥ ଜାଣିପାରୁନଥିଲେ। ଏହାର ଅର୍ଥ କେବଳ ପ୍ରତାପ ଏବଂ କ୍ଷତ୍ରିୟ ସୈନ୍ୟମାନଙ୍କ ଭିତରେ ସୀମିତ ଥିଲା। ସେହି ସମୟରେ ମୋଗଲ ସୈନ୍ୟ ଚିତ୍ତୋଡ଼ ଉପରେ ଆକ୍ରମଣ ପାଇଁ ଅଣ୍ଟା ଭିଡ଼ିଥାଏ। ଦୁଇ ରାଜ୍ୟ ମଧ୍ୟରେ ଯୁଦ୍ଧ ଡାକରା ମଧ୍ୟ ସରିଥାଏ। ମୋଗଲର ଜଣେ ଗୁପ୍ତଚର ଚିତ୍ତୋଡ଼ ଭିତରକୁ ପଶି ଆସିଥାଏ। ଯୁଦ୍ଧ ପୂର୍ବରୁ ଶତ୍ରୁର ଶକ୍ତି ଆକଳନ କରିବା ଏବଂ ଚିତ୍ତୋଡ଼ ସାମ୍ରାଜ୍ୟର ସୈନ୍ୟମାନଙ୍କ ବିଷୟରେ ଅବଗତ କରିବା ଥିଲା ମୋଗଲ ଗୁପ୍ତଚରର ମୂଳ ଲକ୍ଷ୍ୟ। ସେଦିନ ଭୋର ସମୟ। ପ୍ରତାପ ନିଜ ସୈନ୍ୟମାନଙ୍କୁ ବୀରତ୍ୱର ଗୀତ ଶୁଣାଇବାରେ ବ୍ୟସ୍ତ ଥାଏ। ଠିକ୍ ସେହି ସମୟରେ ମୋଗଲର ସେହି ଗୁପ୍ତଚର ଲୁଚି ଲୁଚି ପ୍ରତାପର ଗୀତ ଶୁଣୁଥିଲା। କିଛି ସମୟ ପରେ ସୈନ୍ୟ ସାମନ୍ତ ଗୀତ ଶୁଣି ସେଠାରୁ ଚାଲିଗଲେ। ପ୍ରତାପ ଏକା ଥିବାର ଦେଖି ସେହି ମୋଗଲ ଗୁପ୍ତଚର ଜଣକ ପ୍ରତାପକୁ ସେଠାରୁ ନେଇ ଆସିଲା। ମୋଗଲର ସେନାପତି ଆଗରେ ଛିଡ଼ା କରି କହିଲା, ହଜୁର, ଏ ପିଲାଟିର ସ୍ୱର ଭାରି ମିଠା। ସେ ଚିତ୍ତୋଡ଼ ସୈନ୍ୟମାନଙ୍କୁ ବୀରତ୍ୱର ଗୀତ ଶୁଣାଉଥିଲା। ଏହା ଶୁଣି ସେନାପତି କହିଲେ, ଭଲ କରିଛ। ଆଜିଠୁ ଏ ପିଲା ଆମ ସୈନିକମାନଙ୍କ ପାଇଁ ଗୀତ ଗାଇବ, ତାଙ୍କର ଉତ୍ସାହ ବଢ଼ାଇବ। ଏହା ଶୁଣି ପ୍ରତାପ ନିର୍ଭୟରେ କହିଲା, ନିଶ୍ଚିନ୍ତ, କାହିଁକି ନୁହେଁ। ମୋ କାମ ହେଲା ଗୀତ ଶୁଣାଇବା। ଆପଣ ମୋତେ ଯେତେବେଳେ ଯେଉଁ ମୁହୂର୍ତ୍ତରେ କହିବେ ମୁଁ ଗୀତ ଶୁଣାଇବାକୁ ପ୍ରସ୍ତୁତ ଅଛି। ସେନାପତି କହିଲେ, ତେବେ ଯୁଦ୍ଧ କ୍ଷେତ୍ରରେ ମୋଗଲ ସେନାର ଉତ୍ସାହ ବଢ଼ାଇବା ପାଇଁ ଗୀତ ଗାଇବାକୁ ପଡ଼ିବ। ପ୍ରତାପ କହିଲା, ନିଶ୍ଚିନ୍ତ ହଜୁର। ସେଦିନ ଥାଏ ମୋଗଲ ଏବଂ ଚିତ୍ତୋଡ଼ ମଧ୍ୟରେ ଯୁଦ୍ଧ। ଯୁଦ୍ଧ ଡାକରାକୁ ଆହୁରି ଅନେକ ସମୟ ବାକି ଥାଏ, କିନ୍ତୁ ମୋଗଲ ସୈନ୍ୟ ଯୁଦ୍ଧ ଡାକରା ପୂର୍ବରୁ ଚିତ୍ତୋଡ଼ ଉପରେ ଆକ୍ରମଣ ପାଇଁ ଯୋଜନା କରିଥାଏ। ମୋଗଲ ସେନାପତି ନିଜ ସୈନ୍ୟମାନଙ୍କୁ ସଜ୍ଜିତ କରି ପ୍ରତାପକୁ ସାମ୍ରାଜ୍ୟର ଫାଟକ ପାଖକୁ ନେଇଗଲେ। ସେନାପତି ଜଣକ କହିଲେ, ତୁ ଫାଟକ ସାମ୍ନାରେ ଛିଡ଼ା ହେଇ ଗୀତ ଗା। ତୋ ମଧୁର ସ୍ୱର ଚିତ୍ତୋଡ଼ର ଦ୍ୱାରପାଳ ଆଗରୁ ଶୁଣିଥିବ। ସେ ତୋ କଣ୍ଠସ୍ୱର ଶୁଣି ନିଶ୍ଚିନ୍ତ ଫାଟକ ଖୋଲିବ ଏବଂ ଆମେ ଆକ୍ରମଣ କରିବୁ। ଏହା ଶୁଣି ପ୍ରତାପ ଗୀତ ଗାଇବା ଆରମ୍ଭ କଲା। ଯେମିତି ପ୍ରତାପ ଗୀତ ଗାଇବା ଆରମ୍ଭ କରିଛି, କ୍ଷଣିକ ଭିତରେ ଚିତ୍ତୋଡ଼ ସାମ୍ରାଜ୍ୟ ପଟୁ ତୀରର ବର୍ଷା ହେଲା। ଚିତ୍ତୋଡ଼ର ହଜାର ହଜାର ସୈନ୍ୟ ସାମନ୍ତ ତୀର ବର୍ଷା କରିବାକୁ ଲାଗିଲେ। ମୋଗଲ ସେନାପତି କିଛି ବି ବୁଝିବା ପୂର୍ବରୁ ତାଙ୍କର ଅଧିକାଂଶ ସୈନିକ ମୃତ୍ୟୁବରଣ କରିସାରିଥିଲେ।
ବାକିତକ ନିଜର ଜୀବନ ବଞ୍ଚାଇ ସେଠାରୁ ଦୌଡ଼ି ପଳାଇଗଲେ। ମୋଗଲ ସେନାପତି ମଧ୍ୟ ପ୍ରାଣ ବିକଳରେ ପ୍ରତାପକୁ ଧରି ସେଠାରୁ ଚାଲିଗଲା। ସେଠାରେ ଯାଇ ପହଞ୍ଚି ପ୍ରତାପକୁ ପଚାରିଲେ, ତୁମେ କ'ଣ ଏମିତି ଗୀତ ଗାଇଲ ଯାହା ଫଳରେ ଚିତ୍ତୋଡ଼ର ସୈନ୍ୟ ଆମକୁ ଆକ୍ରମଣ କଲେ? ପ୍ରତାପ ବଡ଼ ନିର୍ଭୀକ କଣ୍ଠରେ କହିଲା, ମୁଁ ଗୀତରେ ଏଇଆ ଗାଇଲି, ଜାଗ ସୈନିକ ଜାଗ, ଶତ୍ରୁ ଆସି ଦ୍ୱାର ଦେଶେ ଧନୁରେ ତୀର ସଂଯୋଗ। ଜାଗ ସୈନିକ ଜାଗ, ଭୁଲ କର ନାହିଁ, ଦ୍ୱାର ଫୋର ନାହିଁ, ଶତ୍ରୁର ଆଣ୍ଟ ଭାଙ୍ଗ। ଜାଗ ସୈନିକ ଜାଗ, ଜାଗ ସୈନିକ ଜାଗ। ଆକ୍ରମଣ ଜାରି ରଖ, ଆକ୍ରମଣ ଜାରି ରଖ, ଶତ୍ରୁ ଦୌରଣ ଭଙ୍ଗ। ଜାଗ ସୈନିକ ଜାଗ, ଜାଗ ସୈନିକ ଜାଗ। ଏକଥା ଶୁଣି ମୋଗଲ ସେନାପତି ପ୍ରତାପକୁ ବନ୍ଦୀ କଲେ। ହେଲେ ପ୍ରତାପର ତିଳେ ମାତ୍ର ଭୟ ନଥାଏ। ମୋଗଲର ଅଧିକାଂଶ ସୈନ୍ୟ ମୃତ୍ୟୁବରଣ କରିଥିବାରୁ ଚିତ୍ତୋଡ଼ର ରାଜା ସଙ୍ଗେ ସଙ୍ଗେ ପାଲଟା ଆକ୍ରମଣ କରିବାକୁ ପଛେଇଲେ ନାହିଁ। ସେ ମୋଗଲର ସବୁ କୌଶଳ ଜାଣିପାରିଥିଲେ। ତେଣୁ ସେ ଯଥାଶୀଘ୍ର ଆସି ଅନ୍ୟ ମୋଗଲର ସୈନ୍ୟମାନଙ୍କୁ ସହଜରେ ବନ୍ଦୀ କଲେ ଓ ପ୍ରତାପକୁ ବନ୍ଦୀମୁକ୍ତ କଲେ। ପ୍ରତାପର ସାଙ୍ଗ ତଥା ତା ବାପା ମା କଥା ହେଲେ। ପ୍ରତାପ ତା ସଙ୍ଗୀତ ମାଧ୍ୟମରେ ଆମ ରାଜ୍ୟକୁ ରକ୍ଷା କଲା।